22 ତାରିଖ ରାତିରେ 21 ତାରିଖ ରାତିରେ ଆମକୁ ମୋର ସୋର୍ସରୁ ଖବର ଆସିଲା ଯେ 2 ଜଣ ଲୋକ ଅମରେଶ୍ୱର ମନ୍ଦିର ଭିତରେ ମୁଭମେଣ୍ଟ କରୁଛନ୍ତି। ସେ ଚେଷ୍ଟା କରୁଥିଲେ ସେ ହୁଣ୍ଡିକୁ ଭାଙ୍ଗିବାକୁ। ତ ସେଇଥିପାଇଁ ମୁଁ ସାଙ୍ଗେ ସାଙ୍ଗେ ମୋର ନାଇଟ୍ ପେଟ୍ରୋଲିଂ ଷ୍ଟାଫକୁ ପଠେଇଲା ବେଳକୁ ସେ ପୁରା ଦେଖିଲେ ଯେ ସେ ଭାଙ୍ଗୁଛନ୍ତି ସେ ହୁଣ୍ଡିଟା। ତ ତାକୁ ପଚାରିଲେ, ତାକୁ ଥାନାକୁ ନେଇକି ଆସିଲେ। ତାକୁ ପଚରାପଚରି କଲା ପରେ ଜଣାପଡ଼ିଲା ଯେ ସିଏ ଅମରେଶ୍ୱରର ହୁଣ୍ଡିଟାକୁ ନେବାକୁ ଆସିଥିଲେ। ସେ କହିଲେ ଯେ ଆମେ ଗତ ଯେଉଁ ଚୋରି ହେଇଥିଲା 21/12/25ରେ ଯେଉଁ ଚୋରି ହେଇଥିଲା, ଆମେ ଅମରେଶ୍ୱର ମନ୍ଦିରରୁ ଜିନିଷ ନେଇଥିଲୁ କିନ୍ତୁ ହୁଣ୍ଡିଟାକୁ ନେଇପାରିନଥିଲୁ। ତ ସେଇଥିପାଇଁ ଆମେ ଆସିଥିଲୁ ସେ ହୁଣ୍ଡିଟାକୁ ନେବା ପାଇଁ। ତ ସେ ଜିନିଷ କୁଆଡ଼େ ଗଲା ବୋଲି ପଚାରିବାରୁ ସେ କହିଲା ଜଣେ ବିନିଶପୁରର ଅଛନ୍ତି କେଦାର ମାମୁଁ ବୋଲି, ତା ପାଖରେ ଅଛି ଜିନିଷ। ଆମେ ସାଙ୍ଗେ ସାଙ୍ଗେ ବାହାରିକି ସେଠିକି ଗଲା ପରେ ସେ ତାକୁ ଜିନିଷ ମାଗିବାକୁ ସେ ଜିନିଷ ଏଇ ଜିନିଷ ସବୁ ପ୍ରଡ୍ୟୁସ୍ କଲା। ନାଁ ହେଉଛି ଜଣେ ବିନିଶପୁରର 2 ଜଣ ଆମର ଇଏର ନିଆଳି ଥାନା ଅଣ୍ଡରରେ। ସେଟା ହେଉଛି ଆମ୍ବୁଆପଡ଼ାର ଜଣେ, ଆଉ ତା ନାଁ ହେଉଛି ଦୁସା ଆଲିଆସ କେଦାର ଦାସ। ଆଉ ଜଣେ ଆମର ଅଛି ସେଇ ନୂଆ ଫୁଲମାରା ହାଟ ବିନିଶପୁର ଇଏରେ, ସେଠି ଗୋଟେ ଅଛି। ଆଉ ଜଣେ ଅଛି ଅଂଶାଲର ନିମାପଡ଼ା ଥାନା ଅଣ୍ଡର। ଦଫା ମାନେ ମନ୍ଦିର ଭାଙ୍ଗିକି ନେବାର ଆମର 457 380ରେ 34 BNSରେ IPCରେ ସେଟା ହେଉଛି ଆମର BNSରେ ସେକ୍ସନ ହେଉଛି 331 କ୍ଲୋଜ୍ ଫର୍ 305 BNS ଆଉ 35 BNS। ଏମାନେ ନିଜେ ମାନିଛନ୍ତି, ସେମାନେ ଏଇ ଯୋଉ ପାଖାପାଖି ଆମର ବେଲପଡ଼ା ଚୋରି କରିଛନ୍ତି, ବେଲପଡ଼ା ବନ ଦୁର୍ଗା ମନ୍ଦିରରେ, ଆଉ ଅମରେଶ୍ୱର ମନ୍ଦିର, ନୟାହାଟରେ ଯୋଉ ତାରିଣୀ ମନ୍ଦିରରୁ ଚୋରି କରିଛନ୍ତି। ଏମାନେ ସବୁ ମାନିଛନ୍ତି ସେ ଚୋରି। ସେଟା ଗୋପ, କାକଟପୁର ଆଉ ନିଆଳି ଆଉ ଅସ୍ତରଙ୍ଗରୁ ବି ଚୋରି କରିଛନ୍ତି। ଏମାନେ ମାନିଛନ୍ତି। ଚୋରି ହେଲା 16/12 ଯୋଉ ଚୋରି ହେଇଥିଲା ଅମରେଶ୍ୱର ମନ୍ଦିରରୁ, ସେଇ ଚୋର ସେମାନେ ନିଜେ ମାନିଛନ୍ତି ଯେ ଆମେ ଚୋରି କରିଥିଲୁ ଆଉ ହୁଣ୍ଡିଟାକୁ ନେଇ ପାରିନଥିଲୁ ବୋଲି ଆଜି ଆସିଛୁ। ନାଇଁ, ଏମାନେ ବହୁତ ଚୋରିରେ, ସ୍ନାଚିଂରେ ଆଉ ଅଦର ଏରିଆରେ ବି ସେମାନେ ବହୁତ ମନ୍ଦିର ଚୋରି କରିଛନ୍ତି ବୋଲି ସେ ନିଜେ ମାନିଛନ୍ତି। ରିସେଣ୍ଟଲି ଗୋଟେ ବେଲପଡ଼ାରେ ଆମର ହେଇଛି, ସେଟା ବି ସେ ମାନିଛନ୍ତି ଯେ ଆମେ ସେଠୁ ଜିନିଷ ନେଇଛୁ। ବେଲପଡ଼ା ବନ ଦୁର୍ଗା ମନ୍ଦିରରେ ଚୋରି କରିଛନ୍ତି।